ଯୀଶୁ କାହିଁକି ସମାଧିରେ ରହିଲେ? ସେ ତ ଈଶ୍ୱରଙ୍କ ପୁତ୍ର ଥିଲେ। ସେ ସମାଧିରେ ରହିବାର କାରଣ କ'ଣ ଥିଲା? ଚାଲନ୍ତୁ ପବିତ୍ର ବାକ୍ୟ ବାଇବଲ ମାଧ୍ୟମରେ ଜାଣିବାକୁ ଚେଷ୍ଟା କରିବା। ଯିଏ ମୃତମାନଙ୍କୁ ବଞ୍ଚେଇଲେ, ଅନ୍ଧମାନଙ୍କୁ ଦୃଷ୍ଟି ଦାନ ଦେଲେ, ଜଳ ଉପରେ ଚାଲିଲେ, ସେ କାହିଁକି 3 ଦିନ ସମାଧିରେ ରହିଲେ? ସେ ଈଶ୍ୱରଙ୍କ ପୁତ୍ର ଥିଲେ, ଶକ୍ତିର ଏକ ମୂର୍ତ୍ତି ଥିଲେ। ଚାହିଁଥିଲେ ସେ ମୃତ୍ୟୁ ପରେ ତୁରନ୍ତ ଉଠି ପାରିଥାନ୍ତେ। ତେବେ ସେ କାହିଁକି ଅନ୍ଧକାର ସମାଧି ଭିତରେ ରହିବାକୁ ଚୟନ କଲେ? କାରଣ ଏହା କେବଳ ଶରୀରର ବିଶ୍ରାମ ନୁହେଁ, ଏହା ଥିଲା ଏକ ଐଶ୍ୱରିକ କାର୍ଯ୍ୟ। ସେ ମୃତ୍ୟୁର ରାଜ୍ୟ ସିଓଲକୁ ଗଲେ ଏବଂ ସେଠାରେ ମୃତ ଆତ୍ମାମାନଙ୍କୁ ଏକ ଆଶା ଓ ଉଦ୍ଧାରର ସନ୍ଦେଶ ଦେଲେ। ଯୀଶୁ ସମାଧିରେ ଖାଲିରେ ରହିନଥିଲେ, ସେ ବ୍ୟସ୍ତ ଥିଲେ, କାରଣ ତାଙ୍କର ପ୍ରତିଟି କ୍ଷଣ ଉଦ୍ଧାର ଯୋଜନା ପାଇଁ ହିଁ ଥିଲା। ସେ ମୃତ୍ୟୁକୁ ହରାଇବା ପାଇଁ ଏହି ଯାତ୍ରା କରିଥିଲେ। ଏହିପରି ଯେତିକି ଆମ୍ଭେମାନେ ଚିନ୍ତା କରିପାରିବା, ତାଠୁ ଗଭୀର ଭାବେ ସେ ଆମ୍ଭମାନଙ୍କୁ ଦେଖେଇଲେ। ପିତାଙ୍କ ଯୋଜନା କ'ଣ ଥିଲା ଏବଂ ସେ କିପରି ଭାବରେ ତାହା ପୂର୍ଣ୍ଣ କଲେ। ମାଥ୍ୟୁ 12:40 ଯୀଶୁ କହିଥିଲେ, ଯେପରି ଜୋନା 3 ଦିନ 3 ରାତି ମାଛ ପେଟରେ ରହିଥିଲେ, ସେହିପରି ମନୁଷ୍ୟ ପୁତ୍ର ମଧ୍ୟ 3 ଦିନ 3 ରାତି ଭୂମିର ଗଭୀରତା ମଧ୍ୟରେ ରହିବେ। ଜୟ ଯୀଶୁ।